ପିଲାମାନେ ବର୍ତ୍ତମାନ ସମୟରେ ଲକ୍ଷ୍ୟ କର, ପିଲାମାନେ ଯେମିତି ମୁଁ ପୂର୍ବରୁ ତୁମକୁ କହିଥିଲି ଯେ ରେଲୱେରେ ତୁମର 11,000 ପ୍ଲସ୍ ଭେକେନ୍ସି ଆସିବାର ଅଛି। ବର୍ତ୍ତମାନ ସମୟରେ ତାର ପୁରା ଅଫିସିଆଲ ଅପଡେଟ୍ ଆସିଯାଇଛି। ତ କ'ଣ କ'ଣ ଭେକେନ୍ସି ଏଠି ଆସିଛି, କୋଉମାନେ ଏଥିରେ ଆବେଦନ କରିପାରିବେ, ତୁମର ସିଲାବସ୍ କ'ଣ ରହିବ, ମୁଁ ସବୁ କିଛି ତୁମକୁ ଏଠି କହିବି। ପ୍ରଥମେ ଦେଖ, ଏଇ ଯୋଉ ତୁମର ବର୍ତ୍ତମାନ ସମୟରେ ଆସିଛି, କୋଉ ପୋଷ୍ଟ ପାଇଁ ଆସିଛି ନା ଆସିଷ୍ଟାଣ୍ଟ ଲୋକ ପାଇଲଟ ପାଇଁ ତୁମର ଏଠି ଭେକେନ୍ସି ଆସିଛି। ଏହାର ଆବେଦନ 15 ତାରିଖ ପାଖରୁ ଷ୍ଟାର୍ଟ ହେବ ଏବଂ 14 ଜୁନ୍ ପର୍ଯ୍ୟନ୍ତ ତୁମର ଏଠି ଲାଷ୍ଟ ଡେଟ୍ ରହିଛି। ଟୋଟାଲ ତୁମର ଦେଖ ଏଠି ଟୋଟାଲ ଭେକେନ୍ସି 11,127ଟି ଭେକେନ୍ସି ରହୁଛି। ବୟସ ଯଦି ତୁମର 18ରୁ 30 ବର୍ଷ ଭିତରେ ରହୁଛି, ତୁମେ ମାନେ ଏଠି ଆବେଦନ କରିପାରିବ। ପ୍ରଥମେ ତୁମକୁ 19,900 ଟଙ୍କା ମିଳିବ। ତାପରେ ତୁମର ଏଠି ଆଗାମୀ ମାନେ ଆଗକୁ ଏଟା ଗୋଟେ ସାଲାରୀ ବଢିବାର ଅଛି, କାରଣ ଏଟା ଗଭର୍ଣ୍ଣମେଣ୍ଟ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଚାକିରି। ତାପରେ ତୁମେ କହିବ ସାର୍ ଏଠି ଯୋଉ ରହିଛି ଆପଣଙ୍କର ଏଠି କ୍ୱାଲିଫିକେସନ କ'ଣ ରହିବ ଏବଂ ତା ସହିତ ଆମେ ଚାକିରି କେମିତି ପାଇବା। ଏବଂ ବୟସ ତ ପିଲାମାନେ ମୁଁ ତୁମକୁ କହିଦେଲି 18 ବର୍ଷ ଉପରେ ଯଦି ତୁମ ବୟସ ରହୁଛି, 18ରୁ 30 ଭିତରେ ଯଦି ତୁମ ବୟସ ରହୁଛି, ତୁମେମାନେ ଆବେଦନ କରିପାରିବ। ଏସଟି ଏସସି ପିଲାଙ୍କ ପାଇଁ 5 ବର୍ଷ, ଓବିସି ପିଲାଙ୍କ ପାଇଁ 3 ବର୍ଷ ଏଠି ଏଜ୍ ରିଲାକ୍ସେସନ ମଧ୍ୟ ରହୁଛି। ଏଜୁକେଶନାଲ କ୍ୱାଲିଫିକେସନ ପିଲାମାନେ ଦେଖ, ଏଠି ଯଦି ତୁମେ କ'ଣ କରିଥିବ 10th ITI ଡିପ୍ଲୋମା ଡିଗ୍ରୀ କିଛି ବି ଯଦି କରିଛ, ତାହେଲେ ତୁମେ ମାନେ ଏଠି ଆବେଦନ କରିପାରିବ। ସବୁ ଗୁଡ଼ିକ ଏଠି ଲେଖାଯାଇଛି। ସବୁ ପିଲାଙ୍କ ପାଇଁ 500 ଟଙ୍କା ଏଠି ରହୁଛି ଆପ୍ଲାଏ ଫି, କିନ୍ତୁ ଏସସି ଏସଟି ଆଉ ତମର ଯୋଉ ଫିମେଲ ଟ୍ରାନ୍ସଜେଣ୍ଡର ସେମାନଙ୍କ ପାଇଁ ରହିଛି ଏଠି 250 ଟଙ୍କା ଆପ୍ଲାଏ ଫି ଏଠି ତମର ରହିଛି। ଏବଂ ତମେ ଯେତେବେଳେ ପିଲାମାନେ ଏକ୍ଜାମରେ ବସିବ, ତମର ଏଠି କିଛି ଫି ସେଟା ମଧ୍ୟ ରିଟର୍ନ ହେଇ ଆସିବ। ଯେମିତି ବର୍ତ୍ତମାନ ଓଡ଼ିଶା ଗଭର୍ଣ୍ଣମେଣ୍ଟର ରହୁଛି, ତୁମର ରିଫଣ୍ଡ ମଧ୍ୟ ରହୁଛି। ମାନେ ତୁମର ଯଦି ଜେନେରାଲ ପିଲାଙ୍କର ପାଇଁ 400 ଟଙ୍କା ଘୁରି ଆସିବ ଏବଂ ଏସଟି ଏସସି ଯୋଉ ପିଲାମାନେ ରହୁଛନ୍ତି ତାଙ୍କର ପୁରା 250 ଯାକ ଟଙ୍କା ଯେତିକି ବି ସେମାନେ ଆବେଦନ କରିଥିବେ ସବୁଗୁଡ଼ିକ ଟଙ୍କା ତାଙ୍କର ଏଠି ଘୁରି ଆସିବ। ତା ସହିତ ପୁରା କମ୍ପ୍ଲିଟ ନୋଟିସ୍ ପିଲାମାନେ ଦେଖ 37 ପେଜର ନୋଟିସ୍ ରହୁଛି। ଆବେଦନ କେମିତି କରିବ, এটা তোমার indianrailway.gov.in এই সাইটে দেখি তুমি মানে আবেদন করিপারিব। কিন্তু মনে রাখ, এটি তোমার যেহেতু এতে গুড়িক ভ্যাকেন্সি আসিছি, তোমাকে এটি কমপ্লিট প্রিপারেসন করিয়া পাই পড়িব। যদি তুমি ওড়িশারু বিলংস করছো, তোমার গোটে চাকরি ଅଛି, কারণ এটি ভুবনেশ্বରରେ ବି ମଧ୍ୟ ପିଲାମାନେ ବହୁତ ସାରା ଭେକେନ୍ସି ଆସିଛି। ତେଣୁ ତମର ଯଦି ଗୋଟେ ସ୍ୱପ୍ନ ଅଛି ଯେ ମୁଁ ଚାକିରି କରିବି, ଆମର ଆସନ୍ତା ସୋମବାର ପାଖରୁ ଗୋଟେ ବେଚ୍ ଷ୍ଟାର୍ଟ ହେଉଛି ଯାହାର ନାଁ ହେଲା ଅଶ୍ୱିନୀ ରେଲୱେ ବେଚ୍। ପିଲାମାନେ ଆମର ଆସିଷ୍ଟାଣ୍ଟ ଲୋକ ପାଇଲଟ ପାଇଁ ଷ୍ଟାର୍ଟ ହେଉଛି। ଯଦି ତୁମେ ପ୍ରିପାରେସନ କରିବା ପାଇଁ ଚାହୁଁଛ, ତାହେଲେ ଏବେ ହିଁ ପ୍ଲେ ଷ୍ଟୋର ଯାଅ, ସେଠି ଆମ ଆପ୍ଲିକେସନ ଯାହାର ନାଁ ହେଲା ଅଲ୍ ଏକ୍ଜାମ ସାଥୀ ତାକୁ ଇନଷ୍ଟଲ କରିକି ତୁମେ ମାନେ ନେଇପାରିବ। ନହେଲେ ଭିଡ଼ିଓ ଡେସ୍କ୍ରିପସନରେ ମୁଁ ତୁମମାନଙ୍କ ପାଇଁ ଏହାର ଲିଙ୍କ ଦେଇଦେବି, ତୁମେମାନେ ସେଠୁ ଯାଇକି ମଧ୍ୟ ଚେକ୍ କରିପାରିବ। ଆମର ନୂଆ ବେଚଟି ଷ୍ଟାର୍ଟ ହେଇଯାଇଛି, ତେଣୁ ତୁମେମାନେ ଆକୁ ଚେକ୍ କରିପାରିବ। ତ ଏଠି ଲକ୍ଷ୍ୟ କର, ଆମେ ପୁରା ଏଠି ବେସିକରୁ ତୁମମାନଙ୍କୁ ପଢ଼େଇବୁ 459 ଟଙ୍କା ଏବଂ 6 ମାସ ଏହାର ଭ୍ୟାଲିଡିଟି ରହୁଛି। ତ ଏଠି ଏକ୍ଜାମ କେମିତି ହବ ନା ଦୁଇଟା ହବ। ପ୍ରଥମ ଷ୍ଟେଜରେ ତମର ହବ CBT 1 ଏବଂ ଆଉଟେ ତମର ହେଲା CBT 2। CBT 1 ରେ ତମର 60 ମିନିଟ୍ ତୁମକୁ ସମୟ ମିଳିବ। ଏଠି ତମର ଗୋଟେ 75 ମାର୍କର ଟେଷ୍ଟ ଏଠି ହଉଛି। ମାନେ ପ୍ରଥମେ ଯୋଉଠି ତମର ମ୍ୟାଥ ଆସିବ, ମେଣ୍ଟାଲ ଏବିଲିଟି ଆଉ ତମର ଜେନେରାଲ ସାଇନ୍ସ, ଏଇ ତିନୋଟି ରହିବ ତମର CBT 1 ରେ। ଦ୍ୱିତୀୟ ତମର ହଉଛି CBT 2। এটা ମଧ୍ୟ ତମର ଦେଖ, ଏଠି ମଧ୍ୟ ତୁମକୁ ମିଳିବ 2 ଘଣ୍ଟା 30 ମିନିଟ୍ ମିଳିବ ଏବଂ ଟୋଟାଲ ଏଠି 175ଟି କ୍ୱେଶ୍ଚନ ତମର ରହିବ। ଆର ଦୁଇଟା ପାର୍ଟ ଅଛି, ଗୋଟେ ହେଲା ପାର୍ଟ 1 ଆଉ ଗୋଟେ ହେଲା ପାର୍ଟ 2। ପାର୍ଟ 1 ରେ ଯୋଉ ରହିଛି 90 ମିନିଟ୍ସରେ 100ଟା କ୍ୱେଶ୍ଚନ କରିବା ପାଇଁ ପଡ଼ିବ। ପାର୍ଟ 2 ରେ 1 ଆୱାରରେ ତୁମକୁ 75ଟା କ୍ୱେଶ୍ଚନ କରିବା ପାଇଁ ପଡ଼ିବ ଏବଂ ଏଠି ନେଗେଟିଭ ମାର୍କିଂ ମଧ୍ୟ ରହୁଛି। ତ ପାର୍ଟ 1 ରେ ଦେଖ, ଯେମିତି ମୁଁ କହିଲି ପାର୍ଟ ଏ, ଏଠି ଯୋଉ ତୁମର ପାର୍ଟ ଏ ପାର୍ଟ ବି, ପାର୍ଟ ଏ ରେ ତୁମର କ'ଣ କ'ଣ ଅଛି ନା ମ୍ୟାଥମେଟିକ୍ସ ଅଛି, ତୁମର ଜେନେରାଲ ଇଣ୍ଟେଲିଜେନ୍ସ ଏବଂ ରିଜନିଂ ଅଛି ଏବଂ ବେସିକ ସାଇନ୍ସ ଅଛି। ପାର୍ଟ ବି ରେ ପିଲାମାନେ ଲକ୍ଷ୍ୟ କର, ଏଠି ତୁମର ରହୁଛି କୋଉଟା ମାନେ ଡାଇରେକ୍ଟର ଜେନେରାଲ ଅଫ ଟ୍ରେନିଂ, ତୁମର ଯୋଉଟା ପଢିଛ ସେଗୁଡ଼ିକ ତମର ଏଠି ରହୁଛି। ତାମାନେ ଦୁଇଟା ପାର୍ଟ। ପାର୍ଟ ବି ରେ ଦେଖ, ତୁମର ଯୋଉ ଟ୍ରେଡ୍ ଟପିକ ଅଛି, ଯେମିତି ତୁମେ ଯଦି ଇଲେକ୍ଟ୍ରିକାଲ କରିଛ, ମେକାନିକାଲ କରିଛ, ଅଟୋମୋବାଇଲ ଇଞ୍ଜିନିୟରିଂ କରିଛ, ତୁମର ଯୋଉ ଟ୍ରେଡ୍ ଟପିକ ଗୁଡ଼ିକ ରହିଛି ଏଠି ପିଲାମାନେ ତୁମର ଏଟା ରହୁଛି। ଏବଂ ଯେମିତି ମୁଁ କହିଲି 10th ITI ଡିପ୍ଲୋମା ଯଦି ତୁମେ ଯାହା ବି କ୍ୱାଲିଫିକେସନ କରିଛ, ତୁମେ ମାନେ ଏଠି କରିପାରିବ। ଆପ୍ଲାଏ କେମିତି କରିବ? ଆପ୍ଲାଏ କରିବା ପାଇଁ ତୁମେ ମାନେ ଯୋଉ RRB ର ଅଫିସିଆଲ ସାଇଟ ରହୁଛି ସେଠିକୁ ଯାଇକି ତୁମମାନଙ୍କୁ ଏଠି ଆପ୍ଲାଏ କରିବା ପାଇଁ ପଡ଼ିବ। ଦେଖିଦିଅ ପୁରା କ୍ଲିୟରଲି ତମର ଏଠି ସବୁ ବହୁତ ଜିନିଷ ସାରା ଲେଖା ଯାଇଛି ଯେ ଆପ୍ଲାଏ କଲା ବେଳେ ତୁମେ କେମିତି କ'ଣ କରିବ, କ'ଣ କ'ଣ ଡକୁମେଣ୍ଟସ ତୁମର ଦରକାର। ଯଦି ତୁମକୁ ଏହାର ଡାଇରେକ୍ଟ ନୋଟିସ୍ ଦରକାର, ମୁଁ ତୁମକୁ ଡାଇରେକ୍ଟ ନୋଟିସ୍ ଅଲରେଡି ଦେଇ ସାରିଛି। କୋଉଠି ଦେଇଛି ନା ଆମ ଟେଲିଗ୍ରାମ ଗ୍ରୁପ, ଯାହାର ଲିଙ୍କ ମୁଁ ତୁମକୁ ଭିଡ଼ିଓ ଡେସ୍କ୍ରିପସନରେ ଦେଇ ଦେଇଛି, ତୁମେ ଯାଇକି ଚେକ୍ କରିପାରିବ। ବହୁତ ସାରା ପିଲାଙ୍କର ଥାଏ ଯେ ସାର୍ କ'ଣ ଭୁବନେଶ୍ୱରରେ ଭେକେନ୍ସି ଆସିଛି କି? ପିଲାମାନେ 100% ଭୁବନେଶ୍ୱରରେ ତୁମର ଏଇ ଭେକେନ୍ସିଟି ଆସିଛି। ତୁମେମାନେ ଯାଇକି ଭୁବନେଶ୍ୱରରେ ମଧ୍ୟ ଏଇ ଯୋଉ ରହିଛି RRB BBS, ଏଠି ଯାଇକି ତୁମେମାନେ ଚେକ୍ କରିପାରିବ ଯେ
आम भुवनेश्वर रे केते कोन वैकेंसी तमरो एटा रहिछि ता सहित देखो मु जेमिति कहली जेतेबेले तुमे आवेदन करूछो सेतेबेले तुमे निज अकाउंट रु टंका काटो कारण टंकाटा एटा तुमरो रिफंड हे जिवो सेति पई तुमे निज अकाउंट रु टंका काटो एवं ता सहित तुमर जो फोटो जहा भी रहिछि तुमे माने सब एटी अपलोड करि परिबो एटी तुमरो दुईटा रिटन एग्जाम तापरे तुमरो डॉक्यूमेंट वेरिफिकेशन एवं तापरे तुमरो चाकरी तापरे देखि दियो एग्जाम तुमरो कोउटी कोउटी हबो ता मध्ये तुमर देखि दियो जे तुमर जो कंप्यूटर बेस्ड टेस्ट रहिछि से एग्जाम कोउटी कोन हबो एवं तुमरो सैलरी जेमति मु स्टार्टिंग रे कहली जे 19900 टंका तुमर एटी सैलरी रहउछि मिनिमम क्वालिफिकेशन तुमरो कोन रहबो देखो तुमे जदी मैट्रिकुलेशन करिचो किंबा तुमे जदी आईटीआई करिचो किंबा तुमे जदी मैट्रिकुलेशन परे तुमे जदी कोनोसी डिप्लोमा कोर्स करिचो एई सब जदी तुमे करिचो बा किछि तुमे डिग्री करिचो तुमे माने मध्य एठी माने आवेदन करि परिबो को जोन ले केते कोन वैकेंसी आसीची अहमदाबाद जोन ले केते आसीची अजमेर रे केते आसीची आमे देखिबा भुवनेश्वर रे देखो एठी तुमरो केते आसीची ना 548 टा होची जो रहिची यूआर मानक पई 548 ए 70 टी होची तुमरो एससी को पई एवं 36 टी तुमरो होची एसटी को पई ओबीसी मध्ये तुमरो होची 48 टी ईडब्ल्यूएस पई तुमरो होची 99 एवं तुमरो टोटल एठी देखो 801 टी वैकेंसी तुमरो रहउची भुवनेश्वर पई तेनो भुवनेश्वर पई मध्ये तुमरो एठी बहुत भलो वैकेंसी रहिची कोलकाता पई मध्ये तुमरो देखो दुईटी जो डिवीजन रहउची एठी मध्ये तुमरो बहुत सारा वैकेंसी रहउची किंतु ताठो आम भुवनेश्वर रे सबुठु अधिक वैकेंसी रहउची तेनो एटा गोटे पिला माने तुम मान को पई एक बहुत बड़ सुजोग जदी मु कहिबि गोटे सुवर्ण सुजोग जदी तुमरो स्वप्न अछि जे जेमिति भी हेले एथरो मु रेलवे रे चाकरी करिवि तबे एई सुजोग को जमा भी हाथ छडा करो नाही तुम माने जदी प्रिपरेशन करिया पई चाहुचो एबे ही हमर जो एलपी बैच रहिछि बा जो असिस्टेंट लोको पायलट रो बैच रहिछि जहार ना हला अश्विनी तुमे माने एई बैच को एनरोल करिकि तुमर प्रिपरेशन जर्नी को स्टार्ट करि परिबो सब पिलांको पई एटा रहउछि पूरा बेसिक रो हमर पढा जिवो जदी तुमर फंडामेंटल क्लियर नाही बा किछि भी रहउछि तुम माने एई बैच को एनरोल करि परिबो ता सहित जदी तुमे एते पर्यंत हम एप्लीकेशन को भी इंस्टॉल करिनो एप्लीकेशन को इंस्टॉल करि दियो आमर जदी फ्री रे क्लास करिया पई चाहुचो ताहाले मध्ये आमर YouTube चैनल ऑल एग्जाम साथी ताकू इंस्टॉल करिकि मध्ये तुमे माने फ्री रे एटी क्लास करि परिबो तो आशा करिबि सब गुडी को जहा भी तुमको मु इंपोर्टेंट अपडेट देली सब गुडी को तुम मानकू भलो लागितिबो जदी किछि भी डाउट अछि बा तुमे किछि भी जानिया पई चाहुचो कमेंट सेक्शन ले तुम डाउट लिखि परिबो एवं जो माने ए नोटिस को पढिया पई चाहुचो से माने हमर टेलीग्राम ग्रुप जहार लिंक तुमको डिस्क्रिप्शन ले मिलि जिवो हेटी जेकी तुम माने चेक करि परिबो तो आज पई एतिकी रहल नमस्कार जय जगन्नाथ।